ନାରଦ ପୁରାଣ 29 ଅଧ୍ୟାୟ ଜମାଳୟ ମାର୍ଗ ଓ ଯମପୁରର ବର୍ଣ୍ଣନା। ଏଥୁ ଅନନ୍ତରେ ଯାହା ଶୁଣ ମନ ଦେଇ, ପଚାରିଲେ ଋଷି ଗଣେ ସୁତ ମୁଖ ଚାହିଁ। ବର୍ଣ୍ଣାଶ୍ରମ ଧର୍ମ ବିଧି ତବ ମୁଖ ଶୁଣି, ପବିତ୍ର ହୋଇ ତରିଲୁ ଭବତରଙ୍ଗିଣୀ। ଆବର କଥାଏ ଆମ୍ଭେ ପଚାରୁଛୁ ଦେବ, କୁହ କିପରି ଅଟଇ ଯମପୁର ମାର୍ଗ। ପାପୀ ମାନେ ଦଣ୍ଡ ପାନ୍ତି ଯେ ନର୍କ କୁଣ୍ଡରେ, ସେ କଥା ବିସ୍ତାରି କୁହ ଆମ୍ଭ ଅଗ୍ରତରେ। ଏପରି ପୁଛା କରନ୍ତେ ସେହି ଋଷି ଗଣ, କହି ଆରମ୍ଭିଲେ ତାଙ୍କୁ ସେଲୋ ମହର୍ଷଣ। ତୁମ୍ଭେ ଋଷି ଗଣ ମୋତେ ପଚାରିଲ ଯାହା, ବୁଝାଇ କହୁଛି ଶୁଣ ତୁମ୍ଭଙ୍କୁ ମୁଁ ତାହା। ଅତି ଭୟଙ୍କର ଯମପୁର ମାର୍ଗ ଅଟେ, ପୁଣ୍ୟାତ୍ମା ଲୋକକୁ ବହୁ ସୁଖ ତହିଁ ଜୁଟେ। ପାପୀଙ୍କ ପକ୍ଷରେ ବଡ଼ ଭୟାବହ ଜାଣ, ବିସ୍ତାର ଅଟଇ ତାର 86 ଯୋଜନ। ଦେଖିଲା ମାତ୍ରକେ ପାପୀ ଗଣ ସେହି ପଥ, ଭୟରେ ଥରାଇ ଦିଅନ୍ତି ପାପୀଙ୍କୁ ସମସ୍ତ। ସେ ମାର୍ଗରେ ସତ୍ୟବାଦୀ ଜନ ସୁଖେ ଯାଏ, ପାପାତ୍ମା ଜନ ପାର କଷଣ ଯେ ପାଏ। ପାପୀ ସେ ପଥରେ କଷ୍ଟ ଭୋଗ করে ଯେତେ, ମୁଁ ତାହା କହୁଛି ସର୍ବେ ଶୁଣ ତ ସଚିତେ। ମଲେ ପ୍ରେତ ଶରୀରକୁ ଧରି ପାପୀ ଗଣ, ଅତ୍ୟନ୍ତ ଦୈନ ଭାବରେ ବିବସ୍ତ୍ର ହୋଇଣ। କରୁଣ ସ୍ୱରରେ କାନ୍ଦି କାନ୍ଦି ସେ ପୟରେ, ଗମନ କରନ୍ତି ବଣ ଯେମନ୍ତ ପ୍ରକାରେ। କଣ୍ଠ ଓଷ୍ଠ ତାକୁ ଶୁଖି ଯାଏ ତାହାଙ୍କର, ତୃଷା କଲେ ପିଇବାକୁ ନ ମିଳଇ ନୀର। ଅତି ଭୟାନକ ସେହି ଯମଦୂତ ଗଣ, କଥାରେ 7 ପ୍ରକାର ପିଟନ୍ତି କଷଣ। ଦୟା କେଉଁ ପରି ବସ୍ତୁ ତାଙ୍କୁ ଜଣା ନାହିଁ, ନିର୍ଦ୍ଦୟ ଭାବ ଯେତେକ ଜାଣିଛନ୍ତି ସେହି। କରତେ ଚିରନ୍ତି ପୁଣି କଣ୍ଟାରେ ଫୋଡ଼ନ୍ତି, ଶୂଳରେ ବସାଇ ସର୍ବ ଦଂଶନ କରାନ୍ତି। ତାହା ବିନେ ଆଉ ଯେତେ ଭୟଙ୍କର ମାର୍ଗ, ଶୁଣ ତାହା କହୁଅଛି ନରଙ୍କ ଉତ୍ତମ। ପଥେ ଗଲା ବେଳେ କାହିଁ ଅଗ୍ନି ବର୍ଷୁଅଛି, କାହିଁ ରୁଧିର ବା କାହିଁ ରେତ ବର୍ଷୁଅଛି। ଆବର ପ୍ରଚଣ୍ଡ ବାୟୁ ବହେ କେଉଁଠାରେ, ଅତ୍ୟୁଷ୍ଟ କର୍ଦ୍ଦମ ବର ସହିତ ହିଁ ପରେ। ଅତ୍ୟନ୍ତ ଗଭୀର ପୁଣି ଅଟେ କେଉଁ ସ୍ଥାନ, ଅତି ଦୂରାରୋହ ଉଚ୍ଚ ତହିଁ ପରେ ଜାଣ। କେଉଁଠାରେ କଣ୍ଟା ଝଣ୍ଟା ପୂର୍ଣ୍ଣ ହୋଇଥାଏ, ଗାଢ଼ ଅନ୍ଧକାର କେଉଁଠାରେ ଘୋଟିଥାଏ। ଅତି ଉଚ୍ଚ ଶିଳା ଖଣ୍ଡ ଉପରେ ବସିଣ, ଗତି କରୁଥାନ୍ତି କେଉଁଠାରେ ପାପୀ ଗଣ। କନ୍ଦରା ମଧ୍ୟରେ ପଶି ଯାନ୍ତି କେଉଁଠାରେ, ବାଟ ନ ଦିଶଇ ଯିବା ପାଇଁ ସେ ପଥରେ। ସୂଚିତୁଲ୍ୟ କଣ୍ଟା ମାନ ଗଳିବାରୁ ପାଦେ, ରୋଦନ କରନ୍ତି ପଡ଼ି ଅତ୍ୟନ୍ତ ପ୍ରମାଦେ।
ଶୈବାଳ କନକ ପୁରୀ ଥାଏ ସ୍ଥାନେ ସ୍ଥାନେ, ଦେଖିଲା ମାତ୍ରକେ ଭୟ ଜନମୟୀ ମନେ। ଏହି ପ୍ରକାରେ ବହୁ କଷ୍ଟ ସହ୍ୟ କର, ସେହି ଯମପୁର ମାର୍ଗ ହୋଇଯାନ୍ତି ପାର। କେ ଅତି ବ୍ୟାକୁଳ ହୋଇ କାନ୍ଦେ ଉଚ୍ଚ ସ୍ୱରେ, ପ୍ରହାର କରନ୍ତି ଅସ୍ତ୍ର ଶସ୍ତ୍ର ଧରି କରେ। ଓଟାରି ଓଟାରି ବାଟେ ଘେନି ଯାନ୍ତି ବଳେ, ତ୍ରାହି ତ୍ରାହି ବୋଲି ପାପି କାନ୍ଦଇଆ କୂଳେ। ଲୌହ ଖଣ୍ଡ ମାନ ଲଦି କାହାର କାନ୍ଧରେ, ପଛପଟୁ ପିଟି ପିଟି ନିଅନ୍ତି କ୍ରୋଧରେ। ସମନ କାଳରେ ପଥ ମଧ୍ୟେ ପଡ଼ି ପଡ଼ି, ଯାଇ ନ ପାରିଣ କରୁ ଥାଏ ଦୀର୍ଘ ରଡ଼ି। ଆହତରେ କେ ନିଶ୍ୱାସ ଛାଡ଼ି ନ ପାରିଣ, ପଡ଼ି ରହିଥାଏ ମୃତ ପରାୟ ହୋଇଣ। ବସ୍ତ୍ରରେ ବନ୍ଧନ କରି ଚକ୍ଷୁକୁ କାହାର, ଗଳାରେ ରଜ୍ଜୁ ଗୁଡ଼ାଇ ଟାଣନ୍ତି ସତର। କେତେ ଦୂର ଯାଏ ଛାୟା ଜଳଥୟ ନାହିଁ, ଗଗନ ପରାୟ ପଥ କୁହୁଳା ଦିଶଇ। ସେ ମାର୍ଗେ ଗମନ କଲା ବେଳେ ପାପୀ ଗଣ, ପାଣି ନ ପାବନ୍ତି କଣ୍ଠ ଯାଏ ସେ ସୁକ୍ଷୀଣ। ଅର୍ଜିଲା କର୍ମକୁ ଯେଉଁ ପାପୀ ନିନ୍ଦା କରେ, ଘୋର କଷଣଲ ଭଇ ଆପଣା ଶରୀରେ। ସତ୍ୟସନ୍ଧ ଧର୍ମ ବୀର ଅଟେ ଯେଉଁ ନର, ସେ ଅତି ସୁଖରେ ଯାନ୍ତି ଯମର ମାର୍ଗର। ଯେଇ ହଲକରେ ଅନ୍ନ ଦାନ ଦେଇଥାଏ, ସେ ଉତ୍ତମ ଖାଦ୍ୟ ଦ୍ରବ୍ୟ ଭକ୍ଷି ଭକ୍ଷି ଯାଏ। ଜଳ ଦାନ କଲା ବ୍ୟକ୍ତି ପଥେ ପାଏ କ୍ଷୀର, ତାହା ପାନ କରି ଚଳେ ସେହୁ ଆନନ୍ଦର। ଦୁଗ୍ଧ ବା ଦଧି ଦାନ କରିଥାଏ ଯେହୁ, ଅତ୍ୟୁତ୍ତମ କ୍ଷୀର ତହିଁ ପାନ କରେ ସେହୁ। କ୍ଷୀର ସହ ମଧୁ ଘୃତ ଦାନ କରିଥିଲେ, ଅମୃତ ମିଳଇ ତାକୁ ଖାଇବାକୁ ଭଲେ। ଶାକ ଦାନ କରିଥିଲେ ପାୟସ ମିଳଇ, ଆନନ୍ଦେ ଗମନ କରେ ସେ ପାୟସ ଖାଇ। ଇହଲୋକେ ଯେହୁ ଦୀପ ଦାନ କରିଥାଏ, ଅତି ଉତ୍ତମ ଆଲୋକ ସେହି ବ୍ୟକ୍ତି ଯାଏ। ବସ୍ତ୍ରଭୂଷଣ ଇତ୍ୟାଦି କରିଥିଲେ ଦାନ, ତ୍ରିଦଶ ପୂଜନ୍ତି ତାକୁ ଦାତା ପାଶେ ଜାଣ। ଗୋରୁ ଦାନ କରିଥିବା ଜନ ସେ ପଥରେ, ଯାହା ଇଚ୍ଛା ମାଗ ଇତା ମିଳଇ ସତରେ। ଭୂମି ଅବା ଗୃହ ଯେହୁ ଦାନ କରିଥାଏ, ବିମାନରେ ବସି ସେହୁ ଯମ ମାର୍ଗେ ଯାଏ। ଅପ୍ସରା ମାନେ ଯେ ବ୍ୟକ୍ତି ଆଗରେ ନାଚନ୍ତି, ଆନନ୍ଦ ମନରେ ସେହୁ ଗମେ ହୋଇ ତୃପ୍ତି। ରଥ ଗଜ ଅଶ୍ୱ ଆଦି ଦେଇଥିଲେ ଦାନ, ଅତି ଉତ୍ସାହେ ସେ ମାର୍ଗେ କରଇ ଗମନ। ଅପୂର୍ବ ବିମାନ ପରେ ଆରୋହଣ କରି, ବିଷ୍ଣୁ ଦୂତ ମାନେ ନିଅନ୍ତି ଯେ ଗୋଲକ ପୁରୀ। ବୃକ୍ଷପୋତି ଛାୟା ଯେହୁ କରିଥାଏ ଦାନ, ତାହାକୁ ପଥରେ ମିଳେ ଅପାର ସମାନ। ସମର ଭୁବନେ ସୁଖେ ଗମନ ସେ କରେ, ନାନା କୁତୁହଳେ ଯାଏ ଅପ୍ସରା ସଙ୍ଗରେ। ଇହଲୋକ ଯେ ତାମ୍ବୁଳ
ଦାନ କରିଥାଏ। ହସ ହସ ମୁଖେ ଯମ ପୁରେ ସେ ଯାଏ। ମାତା ପିତା ଯତି ବ୍ରହ୍ମ ଚାରି ଯେ ବ୍ରାହ୍ମଣ, ଅଗ୍ନି ଇତ୍ୟାଦିଙ୍କୁ ସେ ବି ଥାଏ ଯେଉଁ ଜନ। ସେ ଯମ ମାର୍ଗରେ ଯାଏ ଅତ୍ୟନ୍ତ ହରସେ, ଖଟିଥାନ୍ତି ଦେବଗଣ ତାର ଚଉପାଶେ। ବିଦ୍ୟାଦାନ କଲା ବ୍ୟକ୍ତିକି ସେ ବାଟରେ, ନିଜେ ବ୍ରହ୍ମା ସେବା କରି ନିଅନ୍ତି ସୁଖରେ। ନୀତି ଯେଉଁ ବ୍ୟକ୍ତି ପାଠ କରଇ ପୁରାଣ, ତାକୁ ସ୍ତୁତି କରି ଘେନି ଯାନ୍ତି ଋଷିଗଣ। ଧର୍ମପରାୟଣ ମାନେ ଯମପୁର ମାର୍ଗେ, ଏପରି ସୁଖରେ ଯାନ୍ତି ନିଜ କର୍ମ ଯୋଗେ। ଅଙ୍ଗେ ଘୋର ଦୁଃଖ ସହ୍ୟ କରି ପାପୀ ଗଣ, ସେ ପନ୍ଥାକୁ ଅତିକ୍ରମ କରନ୍ତି ଜାଣ। ବିଷ୍ଣୁ ସମାନରେ ମୂର୍ତ୍ତି ହୋଇ ଯମ ନିଜେ, ଶଙ୍ଖ ଚକ୍ର ଗଦା ପଦ୍ମ ଧରି ଚାରି ଭୁଜେ। ସ୍ନେହ ବସେ ପୁଣ୍ୟାତ୍ମାକୁ ଅର୍ଚ୍ଚନା କରନ୍ତି, ସୁଖରେ ଭୁଞ୍ଜଇ ସେହୁ ବିପୁଳ ସମ୍ପତ୍ତି। ପୁଣ୍ୟାତ୍ମା ପରମ ସାଧୁ ତୁମ୍ଭେ ଋଷିଗଣ, ତୁମ୍ଭର ନରକ ଭୟ ନାହିଁ କେଭେ ଜାଣ। ପରକାଳେ ସୁଖ ଭୁଞ୍ଜିବାକୁ ତୁମ୍ଭେ ମାନେ, ନାନା ପୁଣ୍ୟ କର୍ମ କରି ଅଛ ବିଚ୍ଛିନ୍ନେ। ଏ କାରଣ ଭୟ ନାହିଁ ତୁମ୍ଭମାନଙ୍କର, ଯମ ଯାତନାକୁ ମନେ ଶୋଚନା ନ କର। ମନୁଷ୍ୟ ଦେହକୁ ଲାଭ କରି ଯେଉଁ ଜନ, କରି ନ ପାରଇ ପୁଣ୍ୟ କର୍ମ ଅନୁଷ୍ଠାନ। ସେ ଅଟଇ ପାପୀ ଜୀବଙ୍କର ମଧ୍ୟ ଶ୍ରେଷ୍ଠ, ଶେଷକୁ ନରକେ ପଡ଼ି ପାଏ ଘୋର କଷ୍ଟ। ଆତ୍ମଘାତୀ ବୋଲି ତାକୁ ପଣ୍ଡିତେ କହନ୍ତି, ଇହ ପର କାଳେ ତାର ନଥାଏ ସୁଗତି। ଅନିତ୍ୟ ମନୁଷ୍ୟ ଦେହ ପାଇ ସେ ସଂସାରେ, ଆପଣାର ନିତ୍ୟ କର୍ମ ସାଧନ ନ କରେ। ସେ ଘୋର ନରକେ ପଡ଼ି ପାଏ ଯେତେ କ୍ଲେଶ, ତା ପ୍ରକାଶ କଲେ ଆଉ ହେବ କି ପୌରୁଷ। ଜଗତେ ତା ପରି ଅଚେତନ କେହି ନାହିଁ, ଦୁର୍ଲଭ ଜନମ ତାର ବ୍ୟର୍ଥ ଅଟଇ। ଏ ଦେହ ଯାତନାମୟ ଅଟଇ ସନ୍ତତ, ମଳମୂତ୍ରାଦିରେ ହୋଇ ଥାଏ ସେ ଦୂଷିତ। ଏଣୁ ଯେ ବିଶ୍ୱାସ କରେ ଏ ଶରୀର ପ୍ରତି, ପ୍ରକୃତ ବୁଝିଲେ ଅଟଇ ସେ ଆତ୍ମଘାତୀ। ଭୂତଗଣଙ୍କର ମଧ୍ୟେ ପ୍ରାଣୀଗଣ ଶ୍ରେଷ୍ଠ, ତା ମଧ୍ୟରେ ବୁଦ୍ଧିଜୀବୀ ପ୍ରାଣୀ ଗରିଷ୍ଠ। ବୁଦ୍ଧିଜୀବୀ ମଧ୍ୟେ ଶ୍ରେଷ୍ଠ ମନୁଷ୍ୟଟି ଜାଣ, ମନୁଷ୍ୟ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି ବ୍ରାହ୍ମଣ। ବ୍ରାହ୍ମଣ ମଧ୍ୟରେ ଶ୍ରେଷ୍ଠ ଅଟଇ ବିଦ୍ୱାନ, ବିଦ୍ୱାନଙ୍କ ମଧ୍ୟରେ ଶ୍ରେଷ୍ଠ କୃତଜ୍ଞ ଯେ ପୁଣ। କୃତ ବୁଦ୍ଧିଗଣଙ୍କର ମଧ୍ୟେ କର୍ମକର୍ତ୍ତା, କର୍ମକାରୀଙ୍କର ମଧ୍ୟେ ଶ୍ରେଷ୍ଠ ବ୍ରହ୍ମବେତ୍ତା। ବ୍ରହ୍ମବାଦୀଙ୍କର ମଧ୍ୟେ ନିର୍ମାୟା ସେ ଅଟେ, ସେ ଶ୍ରେଷ୍ଠ ବୋଲି ନ କହି ଅଛନ୍ତି ଗରିଷ୍ଠେ। ନିର୍ମମ ମଧ୍ୟରେ ନିତ୍ୟ ଧ୍ୟାନ ପରାୟଣ, ସର୍ବଶ୍ରେଷ୍ଠ ବୋଲି କହିଛନ୍ତି ବୁଦ୍ଧଗଣ। ଏଣୁ ଯତ୍ନ ସହକାରେ ଧର୍ମ ସଞ୍ଚୟ କରିବା କଥାଟି
ଅଟେ ଉତ୍ତମ ଉପାୟ। ସକଳ ଭାବରେ ଧର୍ମ କର୍ମ ସଞ୍ଚୟନ କର୍ତ୍ତବ୍ୟ ଅଟଇ ସବୁ ଲୋକଙ୍କର ଜାଣ। ଧର୍ମ କଲା ବ୍ୟକ୍ତି ପୂଜା ପାଏ ସବୁଠାରେ କୌଣସି ପ୍ରମାଦ ନ ପଡ଼ଇ ହପରେ। ନିଜେ ଧର୍ମରାଜ ଯମ ପୁଣ୍ୟାତ୍ମାଙ୍କ ଆଗେ ଏମନ୍ତ ଆଦେଶ ଗୋଟି ଦିଅନ୍ତି ସରାଗେ। ତୁମ୍ଭେମାନେ ସର୍ବଭୋଗ ପୁରୀ ଅଛି ଯହିଁ ସେ ପୁଣ୍ୟ ସ୍ଥାନକୁ ଯାଅ ମୋ ଆଦେଶ ପାଇ। କେଜେବେ ଦୁଷ୍କୃତ କର୍ମ କରିଅଛି କିଛି ତା ପଛେ ଭୁଞ୍ଜିବ ସେହି ଠାରେ ମୁଁ କହୁଛି। ଏମନ୍ତ ଆଦେଶ ତାଙ୍କୁ ଦେଇ ଜନ୍ତୁପତି ଅନେକ ଆଦରେ ନାନା ସତ୍କାର କରନ୍ତି। ପାପିଷ୍ଠମାନଙ୍କୁ ଡକାଇଣ ନିଜ ପାଶେ କରେ କାଳ ଦଣ୍ଡ ଧରି ଭୟଙ୍କର ବେଶେ। ତର୍ଜନ ଗର୍ଜନ କରି କ୍ରୋଧରେ ପ୍ରଜଳି ଧିକାର କରିଣ ତାଙ୍କୁ ଦିଅନ୍ତି ନାନା ଗାଳି। ଏ ସନକ ସମୟରେ ଚିତ୍ରଗୁପ୍ତେ ଆସି ପାଞ୍ଜି ବିଡ଼ା ଧରି ତାଙ୍କ ପାଶରେ ପ୍ରବେଶି। ଗର୍ଜନ କରନ୍ତି ମେଘ ଗରଜିଲା ପ୍ରାୟ ତାହା ଶୁଣି ପାପୀ ଗଣ ଥରି ଯାନ୍ତି ଭଏ। ପ୍ରଳୟ କାଳରେ ଯେହ୍ନେ ସାଗରର ଧ୍ୱନି ତେମନ୍ତ ଶୁଭଇ ଚିତ୍ର ଗୁପ୍ତଙ୍କର ବାଣୀ। ଉନ୍ନତ ପର୍ବତ ପରି ଶରୀର ତାଙ୍କର ଅଞ୍ଜନ ପରାୟ କଳା ଦେହ ତାହାଙ୍କର। ଜିବିଂଶ ହାତରେ ନାନା ଶସ୍ତ୍ର ଧରିଥାନ୍ତି ବିଜୁଳି ପ୍ରାୟ ସେ ଅସ୍ତ୍ର ମାନଙ୍କର ଗତି। ଶରୀର ତାଙ୍କର ଉଚ୍ଚ ଅଟେ 3 ଯୁଣ ବେନି ଚକ୍ଷୁ ରକ୍ତ ବର୍ଣ୍ଣ ଦିଶେ ତାର ପୁଣ। ନାସିକା ଅତ୍ୟନ୍ତ ଦୀର୍ଘ ଦର୍ଶନ କରାଳ ପାପିଏ ଦେଖିଲେ ଭୟେ ହୁଅନ୍ତି ବ୍ୟାକୁଳ। କୋଟର ପରାୟ ଚକ୍ଷୁ ଦୀର୍ଘକାୟ ଅତି ସଙ୍ଗେ ଜରା ମୃତ୍ୟୁ ଆଦି ଅନୁଚରେ ଥାନ୍ତି। ଆବର ଯେତେକ ତହିଁ ଥାନ୍ତି ଯମଗଣ ପାପୀଙ୍କି ଦେଖି ସେ କୋପେ କରନ୍ତି ଗର୍ଜନ। ତାହା ଦେଖି ପାପୀ ଗଣ କମ୍ପିତ ହୃଦୟେ ନିନ୍ଦନ୍ତି ଆପଣା ପାପ କରମକୁ ଭୟେ। ଏଥୁ ଅନନ୍ତରେ ଜନ୍ତୁ ପତି ଆଜ୍ଞା ମାନି ଚିତ୍ରଗୁପ୍ତ ଚାହିଁ ପାପୀଙ୍କର ନେତ୍ର ବେନି। ବୋଲନ୍ତି ଆରେ ରେ ପାପ କର୍ମାନର ଗଣ ତୁମ୍ଭେମାନେ ଅହଙ୍କାର କରିଛ ଧାରଣ। ଭବିଷ୍ୟତ ପାଇଁ ତିଳେ ବିଚାର ନ କରି କହ କେଉଁ କେଉଁ ପାପ ମାନ ଅଛ କରି। ଅନ୍ଧ ହୋଇ ମତ ଗର୍ବେ କାମ କ୍ରୋଧାନ୍ଧରେ ଯେଉଁ ଯେଉଁ ପାପ ମାନ କରିଛ ଭୟରେ ସେ ପାପର ଫଳ ଭୋଗ କରିବ ଏଠାରେ। ଦେଖ ଆନ କିଏ ଆସି ଅଛି କି ସଙ୍ଗରେ। ଯେଉଁଥି ନିମନ୍ତେ ପାପ କରିଲ ଅର୍ଜନ ତହିଁରୁ ଗୋଟିଏ ଅଛ କିବା କିଏ ପୁଣ। ସ୍ୱଚକ୍ଷୁରେ ଦେଖ ଧର୍ମ ରାଜ କାହା ପ୍ରତି ଅଣୁମାତ୍ର ପକ୍ଷପାତ ସେହି ନ କରନ୍ତି। କି ଧନୀ କିବା ଗରିବ କିବା ମୂର୍ଖ ଜନ
ସମସ୍ତଙ୍କ ପାଇଁ ଦଣ୍ଡ ଏକଇ ସମାନ। ଯେଉଁ କର୍ମ କରି ଆସିଅଛି ଯେଉଁ ଜନ, ସେ କର୍ମର ଫଳ ସେହୁ ଲଭିବ ବହନ। ଚିତ୍ରଗୁପ୍ତଙ୍କର ମୁଖୁ ଶୁଣି ଏହି ଗୀର, ନିଜ କର୍ମକୁ ସୁମରି ପାପିଏ ସତର। କାଷ୍ଠ ପିତୁଳା ପରାୟ ସର୍ବେ ମୌନ ହୋଇ, ନିଶ୍ଚଳ ହୃଦେ ଥାନ୍ତି ସେ ଭାଳିତ ହୋଇ। ଆଜ୍ଞାକାରୀ ଦୂତ ଗଣ ଯମଙ୍କ ଆଦେଶେ, ସେ ପାପୀ ମାନଙ୍କୁ ତହୁଁ ଘେନି ଯାନ୍ତେ ରୋଷେ। ଅତି ଚଞ୍ଚଳ ନେଇ ସେ ନର୍କରେ ପକାନ୍ତି, ତ୍ରାହି କରିବାକୁ କେହି ସଙ୍ଗରେ ନଥାନ୍ତି। ଏହି ରୂପେ କର୍ମ ଫଳ ଭୋଗ କରିବାକୁ, ଅତ୍ୟନ୍ତ କଷ୍ଟ ଭୋଗଇ ଯାଇ ନରକକୁ। ନରକ ଭୋଗ ଶେଷରେ ତାଙ୍କ କର୍ମ ଫଳ, ଭୋଗ କରିବାକୁ ଯେତେବେଳେ ଆସେ କାଳ। ସେ କାଳେ ସ୍ଥାବର ଆଦି ଦେହକୁ ଧରିଣ, ମର୍ତ୍ତ୍ୟମଣ୍ଡଳରେ ଆସି ଜନମନ୍ତି ପୁଣ। ଏହା ଶୁଣି ଋଷିଗଣ ସୂତଙ୍କ ମୁଖକୁ ଚାହିଁ କରି ପୁନରପି ପଚାରିଲେ ତାଙ୍କୁ। ଦୟା ଅବତାର ତୁମ୍ଭେ ପୌରାଣିକ ସୂତ, ସଂଶୟ ଛେଦିବା ପାଇଁ ଅଟ ସାମରଥ। ବ୍ୟାସଙ୍କ ପାଶରେ ବସି ଶୁଣିଅଛ ଯାହା, ଆବର କଥାଏ କୁହ ଶୁଣିବୁ ଯେ ତାହା। ପାପ ସୁକୃତ ଏ ଦୁହିଁଙ୍କର ଯେଉଁ ଫଳ, ତା ଭୋଗ କରିବା ପାଇଁ ଲାଗେ ଦୀର୍ଘ କାଳ। ବ୍ରହ୍ମାଙ୍କ ବିପକ୍ଷ ଲୋକ ତ୍ରୟ କାଳ ଯାଏ, ଦୁଇ ପରାର୍ଦ୍ଧ କାଳରେ ଶେଷ ଯେତେ ହୁଏ। ସେ କାଳେ ବ୍ରହ୍ମାଣ୍ଡ ଯାକ ପ୍ରଳୟ ହୁଅଇ, ନଥାଏ କୌଣସି ଠାରେ ଅବଶେଷ ରହି। ତଥାପି ଆମ୍ଭ ଗ୍ରତେ କହିଲ ଆପଣ, ଯେଉଁ ଦାତା କରେ ଭୂମି ଗ୍ରାମ ଆଦି ଦାନ। ସେହି କୋଟି କଳ୍ପ ଯାଏ ଲଭେ ପୁଣ୍ୟ ଫଳ, ତାପରେ ଶ୍ରୀ ବିଷ୍ଣୁ ଅଙ୍ଗେ ମିଶଇ ତତ୍କାଳ। ପ୍ରକୃତ ପ୍ରଳୟ ଏହା ମଧ୍ୟରେ ହୁଅଇ, ତହିଁରେ ସମସ୍ତ ପାପ ଯାଏ କ୍ଷୟ ହୋଇ। ସେ କାଳେ କେବଳ ହରି ଅବଶିଷ୍ଟ ହୋଇ, ମହାନବ ଜଳେ ଥାନ୍ତି ବଟପତ୍ରେ ଶୋଇ। ଏକଥା ନିଶ୍ଚୟ ଯେବେ ମିଥ୍ୟା ନାହିଁ ଲେଶ, ତେବେ କେଉଁ ପରିଦାନ ଫଳ ହେଲା ଶେଷ। ପାପ ବା ଦୁଷ୍କୃତର ଭୋଗ କେଉଁ ପରିଶେଷ ହେଲା କହ ଆମ୍ଭଙ୍କୁ ବିଚାରି। ମହାପ୍ରଳୟରେ ବିଷ୍ଣୁ ବିନା ଅନ୍ୟ କେହି ରହିଛି ବୋଲିବା କଥା ନାହିଁ ତୁମ୍ଭେ କହି। ଏକଥା ଭାବିଲେ ପାପାଦିର ଭୋଗ ଶେଷ, ହେଲା ପରି ପାଉନାହିଁ ଆମ୍ଭର ବିଶ୍ୱାସ। ଏଥିର ମରମ ଆଉ ଥିଲେ କିଛି କହ, ଶୁଣିଲେ ତୁଟିବ ଆମ୍ଭ ମନରୁ ସନ୍ଦେହ। ନୋହିଲେ କର୍ମ ଫଳରେ ଭୋଗ ଶେଷ କଥା, ଥିଲା ପରି ଦିଶୁନାହିଁ ଆମ୍ଭଙ୍କୁ ସର୍ବଥା। ଏହା ଶୁଣି ସୂତ ବୋଇଲେ ଋଷିଗଣ, ଯାହା ମୋତେ ପଚାରିଲ ତା କହୁଛି ଶୁଣ।
ଅତ୍ୟନ୍ତ ଗୁପ୍ତ କଥା ଗୋଟି ତାହା ଅଟେ। ତେଣୁ ଅନ୍ୟ ମନ ନୋହି ଶୁଣ ଏକନିଷ୍ଠେ। ଅକ୍ଷୟ ଅଟନ୍ତି ଭଗବାନ ନାରାୟଣ, ସନାତନ ଅନନ୍ତ ସେ ପରମ ବ୍ରହ୍ମ ଜାଣ। ବିଶୁଦ୍ଧ ପରମ ଜ୍ୟୋତି ସ୍ୱରୂପ ସେ ପୁଣି, ନିତ୍ୟ ନିର୍ଗୁଣ ସେ ବୋଲି ବେଦ ଅଛି ଭଣି। ମୋହ ବିବର୍ଜିତ ଗୁଣ ହୀନ ହୋଇଲେ ପରମ ଆନନ୍ଦ ରୂପ ଧରି ଦିବ୍ୟ ଦେହେ। ସୃଷ୍ଟି କରିବାକୁ ଗୁଣ ବାନ ସେ ହୁଅନ୍ତି, ସେହି ଏକା ବ୍ରହ୍ମା ବିଷ୍ଣୁ ମହେଶ ମୂରତି। ଏକଇ ବ୍ରହ୍ମରୁ ଜାତ ବ୍ରହ୍ମା ବିଷ୍ଣୁ ହର, ନାମ ଭେଦ ବୋଲନ୍ତି ସେ ତିନି ପ୍ରକାର। ଗୁଣ ଉପାଧି ଭେଦରେ ଭିନ୍ନ ଭିନ୍ନ ହୋଇ, ସୃଷ୍ଟି ସ୍ଥିତି ସଂହାରକୁ କରନ୍ତି ଯେ ସେହି। ମାୟା ସଂଯୋଗରେ ହି ବେଦତ୍ରୟ ଜାଣ, କରନ୍ତି ଅଖିଳ ସୃଷ୍ଟି କାର୍ଯ୍ୟ ସମ୍ପାଦନ। ବ୍ରହ୍ମା ସ୍ୱରୂପକୁ ଧରି ସର୍ଜନା କରନ୍ତି, ସର୍ଜିବା ସୃଷ୍ଟି କି ବିଷ୍ଣୁ ରୂପରେ ପାଳନ୍ତି। ଅନ୍ତେ ରୁଦ୍ର ରୂପ ଧରି କରନ୍ତି ସଂହାର, ସେ କାଳେ ବିନାଶ ପ୍ରାପ୍ତ ହୁଏ ଚରାଚର। ସଂହାର କାଳକୁ ଯାର ଯେଉଁ କର୍ମ ଥାଏ, ସେ ତାହାକୁ ଘେନି ବିଷ୍ଣୁ ଗର୍ଭେ ଲୀନ ହୁଏ। ବାସନା ବୋଲନ୍ତି ସେ କର୍ମକୁ ଜ୍ଞାନୀ ଗଣ, ସେ ବିଷ୍ଣୁ ଗର୍ଭରେ ଥାଏ ଅକ୍ଷୟ ହୋଇଣ। ପ୍ରଳୟାବସାନେ ହରି ଶୟନରୁ ଉଠି, ବ୍ରହ୍ମ ସ୍ୱରୂପରେ ପୁଣି ସରଜନ୍ତି ସୃଷ୍ଟି। ପୂର୍ବେ ସ୍ଥାବରାଦି ସୃଷ୍ଟି ଥାଏ ଯେଉଁ ପରି, ପୁଣି ସୃଷ୍ଟି ଆଦ୍ୟ କାଳେ ସର୍ଜନ୍ତି ଯେପରି। ପୂର୍ବ କର୍ମ ବାସନାକୁ ଧରି ପାପୀ ଗଣ, ସୃଷ୍ଟି ଆରମ୍ଭରେ ପୁଣି ହୁଅନ୍ତି ଉତ୍ପନ୍ନ। ପାପ ବା ପୁଣ୍ୟ କର୍ମ ଯେଥାଏ ଯାହାର, ତା ଭୋଗ କରଇ ଜନମେ ସେ ପୁନର୍ବାର। ବେଦ ଏ ସୃଷ୍ଟି କି ଭୂତ ଗ୍ରାମ ବୋଲି କହେ, ନଷ୍ଟ ହୋଇ ପୁଣି ଜନ୍ମେ ଘଟି ଯନ୍ତ୍ର ପ୍ରାୟ। ପ୍ରକୃତି ବଳରୁ ସେ ଯେ ଅବଶ ହୋଇଣ, ଜନ୍ମନାଶ ଉଭୟକୁ ଭଜେ ପୁନଃ ପୁନଃ। ସୃଷ୍ଟି କ୍ଷୟ ପ୍ରାପ୍ତ ହେଲେ କର୍ମ କ୍ଷୟ ନୋହେ, ବାସନା ବୋଲାଇ ମହା ବିଷ୍ଣୁ ଗର୍ଭେ ଥାଏ। ସୃଷ୍ଟି କାଳେ ସେ ବାସନା ଘେନି ପ୍ରାଣୀ ଗଣ, ଜନମି ଭୁଞ୍ଜନ୍ତି ସେହି କର୍ମକୁ ଜାଣ। ଏ କଥା ଦେଖିଲେ ଜଣା ପଡ଼ଇ ନିର୍ମଳ, କରିଥିବା କର୍ମର ଯେ ଶୁଭାଶୁଭ ଫଳ। ଅବଶ୍ୟ ଭୁଞ୍ଜନ୍ତି ପ୍ରାଣୀ ମାନେ ତାହା ପାଇ, କୋଟି କଳ୍ପ କାଳରେ ସେ ବିନାଶ ନୁହଁଇ। କର୍ତ୍ତା ଭୋଗ କଲେ ଏକା କର୍ମ ହୁଏ କ୍ଷୟ, ଏଥକୁ ମନରେ କେହି ନ କର ସଂଶୟ। ପ୍ରାଣୀଙ୍କର ଅନ୍ତରାତ୍ମା ଯେଉଁ ଭଗବାନ, ନିତ୍ୟ ଜଗନ୍ମୟ ପରି ପୂର୍ଣ୍ଣ ସନାତନ। ସେ ଭୋଗ କରନ୍ତି ଆପେ କଲା କର୍ମ ଫଳ, ଏ କାରଣ କର୍ମ କେଭେ ନୁହଁଇ ବିଫଳ। ତ୍ରିଗୁଣ ଉପାଧି ଭେଦେ ବ୍ରହ୍ମା ବିଷ୍ଣୁ ହର, ସୃଜନ ପାଳନ ସୃଷ୍ଟି କରନ୍ତି ସଂସାର।
एकई ब्रह्मरु जात से तिनि मूरति जेतांकु जानई सेहु पाए मोक्ष गति अपार संसार सिंधु तरी जीवा से पयरे चिंती दीनहीन क्षेत्र भासे। इति श्री बृहत् नारद पुराणे जमालय मार्ग ओ जमपुर वर्णनम नामे कौनत्रिंश अध्याय संसार विषय वर्णना। शुण साधु जने थी उत्तारे चरित पुनर्पि कहन्ति ऋषि गण आगे सुत पूर्वार्जित कर्म पासे आबद्ध होइण कर्मर फल को संगे घेनी जंतु गण स्वर्ग आदि पुण्य स्थाने दिव्य भोग पाई बसंती आनंद मने समय कटाई पापी माने अरजिला पाप कर्म फले अत्यंत कठोर दंड पांति जमाळे सुकृति बा पापी हेउ सुख दुख चय भोग करी करी लोके कर्म हुए क्षय तेबे स्वर्ग अबा नर्क भोग से छाड़ीण मर्त्य मंडल रे आसी जनमंती पूर्ण सर्वभय संकुल जे मृत्यु बाधा युक्त स्थावरादि देह धरी हुअन्ति संजात वृक्षलता तरु गुल्म पर्वत जे तृण स्थावर नामे परिचित होन्ति जान एमाने सर्वदा महामोहरे आच्छन्न न थाए कौनसी रूपे हिताहित ज्ञान स्थावर तनुकु प्राप्त होई प्रथमरे बीज रूपे जनमयी जीव ए पृथ्वीरे तदन्ते से बीज संगे जल युक्त हेले उष्म जात होई ताहा फाटी जाए भले से फाट भितरु मूल हुई बाहर मूल जनमंते ऊर्ध्वे उठई अंकुर से अंकुर गोटी पत्र कांड लता रूपे परिणत होई क्रमे वृद्धि पाए आपे कांडरु कोरक जन्मे से कोरक पूर्ण क्रमे पुष्प स्वरूप को करई धारण पुष्प मध्ये केते फल केते निष्फल केते हुअन्ति फल हेतुर जे मूल से पुष्प सकल क्रमे प्रवृद्ध होइले मूलरु ताहार पुष्प जनमयी भले तहु अल्प काले रवि किरण संजोगे औषधीर प्रवेश करी तु समार्गे क्षीर होइण से यथा समय रे आपे परिणत हुए पुणी तंडुल स्वरूपे तंडुल सकल कले दृढ़त्व धारण तही परे मरी जाती से औषधि गण वनस्पति गण एही औषधि प्राय जात होई वृक्ष रूप धरती समय भोक्तार संस्कार बसे वर्षक मध्यरे फलवंत हुअन्ति से दैव जगरे एपरि स्थावर देह पाई जीवगण बहु काल जाए बंची रही थांती जान पवन आघात शस्त्र पात दाबा नल खरा वर्षा शीत आदि दुख जे बहुल ताहा सबु अनुभव करी करी शेषे मरण लभन्ति दुख सही काल बसे स्थावर देह को परित्याग करे पूर्ण कृमि रूपे जात होई लभन्ति कषण क्षण के जीवित होई पर क्षणे मरी पड़न्ति से कृमि गण
କର୍ମକୁ ଆଦରି ବଳବନ୍ତ ପ୍ରାଣୀମାନଙ୍କର ଆକ୍ରମଣ କରି ନ ପାରନ୍ତି କେବେ ସେ ନିବାରଣ। ଶୀତ ବାତାଦିର କ୍ଲେଶ ଅନୁଭବ କରି କ୍ଷୁଧା ତୃଷାଦିର ପୀଡ଼ା ସମ୍ଭାଳି ନ ପାରି ମଳମୂତ୍ର ମଧ୍ୟ ସଞ୍ଚରଣ ସେ କରନ୍ତି। ତହିଁରେ ସେ ବହୁତର ଦୁଃଖକୁ ଲଭନ୍ତି। ଏହି ରୂପେ କୃମି ହୋଇ ବହୁ କାଳ ପରେ ଜନମ ହୁଅନ୍ତି ପୁଣି ପଶୁଙ୍କ ଯୋନିରେ। ପଶୁ ଜନମରେ ବହୁ କ୍ଲେଶ ସହ୍ୟ କରି ଉଦ୍ବେଗ ହୁଅନ୍ତି ବୃଥା କାରଣରେ ଡରି। ନିତ୍ୟ କ୍ଷତ ଜାତ ଦୁଃଖ ଭୋଗ କରିଣ ସେ ନିଜ ମାତା ସଙ୍ଗେ ରତ ହନ୍ତି କାମ ବସେ। ନାରଦ ବିଷୟ ଅନୁରାଗେ ସେ କାଳରେ ଭୋଗ କରନ୍ତି ସେ ବହି ଦୁଃଖ ନିରନ୍ତରେ। କେବଳ ଜନ୍ମରେ ମାଂସ ଭୋଗୀ ହୋଇଥାନ୍ତି କନ୍ଦମୂଳ ଶାକ କେଉଁ ଦିଗରେ ଖାଆନ୍ତି। ଦୁର୍ବଳ ପ୍ରାଣୀଙ୍କ ପ୍ରତି ହିଂସାଯୁକ୍ତ ହୋଇ ଅପାରକ ଶଣ ପାନ୍ତି କେଉଁ ଜନ୍ମ ପାଇ। ପବନ ଭକ୍ଷ କରନ୍ତି କେଉଁ ଜନମରେ ପର ଦ୍ୱାରା ପୀଡ଼ିତ ହୁଅନ୍ତି କେ ଜନ୍ମରେ। ଗ୍ରାମ୍ୟ ପଶୁ ରୂପ ହୋଇ ଏହିପରି ଜାତ ସ୍ୱଜାତି ବିରୁଦ୍ଧ ଦୁଃଖ ସହନ୍ତି ବହୁତ। କେତେବେଳେ ଗୁରୁ ଭାରା ବହନ କରନ୍ତି ସାପ୍ୟବନ୍ଧ ପୁଣି କେଉଁ ସମୟେ ହୁଅନ୍ତି। ତାଡ଼ନା ସହ୍ୟ କରନ୍ତି ପୁଣି କେତେ କାଳେ କାନ୍ଧରେ ବହନ୍ତି ଭାରା ବହି ଅନ୍ତରାଳେ। ଲୌହଶାଳାକାର ଦାହ ପାଇ ଶରୀରରେ ଛଟପଟ ହେଉଥାନ୍ତି ଅତି ବ୍ୟାକୁଳରେ। ଅପାରକ ଶଣ ଏହିପରି କରି ଭୋଗ ନାନା ଯୋନିରେ ଜନ୍ମନ୍ତି ସେ ପାପୀ ସରବ। ପ୍ରତ୍ୟେକ ଜନମ ସେହୁ ଲାଭ କରି କରି ମନୁଷ୍ୟ ଜନମ ଶେଷେ ଲଭନ୍ତି ବିଚାରି। କେହି କେହି ନିତ୍ୟ ପୁଣ୍ୟ ଶରୀର ପ୍ରଭାବେ ଏ ଦୁଃଖ ନ ପାଇ ଜନ୍ମ ଲଭନ୍ତି ମାନବେ। ମାନବ ଶରୀର ପାପୀ ପ୍ରଥମେ ପାଇଲେ ଚର୍ମକାର ନାରୀ ଯୋନି ଲାଭ କରେ ହେଳେ। ତାପରେ ଅନ୍ୟାନ୍ୟ ଶୂଦ୍ର ଯୋନିରେ ଉତ୍ପନ୍ନ ହୋଇ ଅଜାତୀୟ ରୂପେ କାର୍ଯ୍ୟ କରେ ଜାଣ। ଧାବକ ଲେଖକ କିବା ଶାସନକାରକ ଭୃତ୍ୟ ଦାସ ଆଦି କର୍ମ କରଇ ଅନେକ। କେ ଦରିଦ୍ର ହୁଅଇ କେ ହୀନାଙ୍ଗ ହୁଅଇ ଅଧିକାଙ୍ଗ ହୋଇଣ ସେ ଦୁଃଖକୁ ସହଇ। ଆବରନା ନାଦି ରୋଗ ମାନ ଭୋଗ କରେ ନାସା କର୍ଣ୍ଣ ଜିହ୍ୱା ପଦ ହାତାଦି ରୋଗରେ। ପୀଡ଼ିତ ହୁଅଇ ସେହୁ ଅନେକ ପ୍ରକାର ତାପରେ ଯା ହୁଏ ଶୁଣ ଆନନ୍ଦ ମନର। ଆବର ମନୁଷ୍ୟ ଜନ୍ମ ଯେମନ୍ତ ହୁଅଇ ମୁଁ ତାହା କହୁଛି ଶୁଣ ମନ କର୍ଣ୍ଣ ଦେଇ। ନାରୀ ପୁରୁଷ ବେନିଙ୍କ ମୈଥୁନ କାଳରେ ଆଦ୍ୟରେ ପଡ଼ଇ ବୀର୍ଯ୍ୟ ଯାଇ ଜରାୟୁରେ। ସେହି ସମୟରେ ଜୀବ ନିଜ କର୍ମ ବସେ କାର୍ଯ୍ୟ ସହିତରେ ଆସି ଜରାୟୁରେ ପଶେ। ଶୁକ୍ର ଆଉ ଶୋଣିତ ଦୁହିଁଙ୍କର ମିଳନେ କଲ୍ଲୋଳ ହୁଅଇ ଜାତ କିଛି କ୍ଷଣ ମନେ। ସେହିଠାରୁ କ୍ରମାନ୍ୱୟେ ହେବାରୁ ସଞ୍ଜାତ ପରିପୂର୍ଣ୍ଣ ହୁଏ ଅର୍ଦ୍ଧମାସେ ପର୍ଯ୍ୟନ୍ତ। ଏକ ମାସ ପୂର୍ଣ୍ଣ ହେଲେ ଜନନୀ ଜଠରେ ଡିମ୍ବେକ ପ୍ରମାଣ ସେହୁ ଗୋଲାକୃତି ଧରେ।
ସେହି ଦିନ ଠାରୁ ସେହୁ ଚେତନାକୁ ପାଇ ଥୟ ବେଗରେ ମାତାର ଉଦରେ ବଢ଼ଇ ଗୋଟିଏ ସ୍ଥାନରେ କେବେ ନ ହୋଇଣ ସ୍ଥିର ଅନେକ ସ୍ଥାନେ ଭ୍ରମଇ ଜନନୀ ଜଠର 2 ମାସ ପୁରୀ ଗଲେ ପୁଣି ସେହି ଜୀବ ପୁରୁଷର ଛାଞ୍ଚ କୃତି ଗର୍ଭରେ ଧରିବ ଚରଣାବୟବ ହୁଏ ପଞ୍ଚମ ମାସରେ ନଖ ସନ୍ଧି ବ୍ୟକ୍ତ ହୁଏ ସପ୍ତମ ମାସରେ ସପ୍ତମ ମାସ ଯେ ବେଳେ ହୁଏ ବ୍ୟକତ ଗର୍ଭସ୍ଥ ଶିଶୁର ରୋମ ରାଜି ହୁଏ ଜାତ ଅଷ୍ଟମ ମାସର ପ୍ରାରମ୍ଭରେ ଚୈତନ୍ୟ ପରିସ୍ଫୁଟ ହୁଏ ତା ଶରୀରରେ ଜାଣ ନାଭିସୂତ୍ର ରନ୍ଧ୍ରେ ମାତା ଖାଇବା ଦ୍ରବ୍ୟରେ ରସକୁ ପାଇଲେ ବୃଦ୍ଧି ହୁଏ ସେଠାରେ ସେ କାଳେ ଅମେଧ୍ୟମଳ ମୂତ୍ର ଲୀଳାଦିରେ ସିକ୍ତ ହୋଇ ବହୁ ଦୁଃଖ ଅନୁଭବ କରେ ବନ୍ଧନ ହେଉଥିବାରୁ ସେହୁ ଜରାୟୁରେ ଛଟପଟ ହେଉଥାଏ ସେ ଘୋର କଷ୍ଟରେ ରକ୍ତ ଆସି କୃମି ବସା ମଜା ସ୍ନାୟୁ ଲୋମ କେଶାଦି ଯୋଗରେ ପରିଦୂଷିତ ହୋଇଣ ଅତି କୁତ୍ସିତ ଭାବକୁ ସେହୁ ଅନୁସରି ଉପାୟ ନ ପାଏ ସେହୁ ଯିବାକୁ ବାହାରି ମାତା ଯେତେ କଟୁ ତିକ୍ତ ଦ୍ରବ୍ୟ ଖାଉଥାଏ ଗର୍ଭସ୍ଥ ସନ୍ତାନ ଗର୍ଭୁ ସେ ସମସ୍ତ ଖାଏ ପୁଣି ଅତ୍ୟନ୍ତ ପୀଡ଼ିତ ହୁଏ ସେ ଗର୍ଭରେ ସ୍ମରଣ କରଇ ପରମାନନ୍ଦଙ୍କୁ ଖରେ ଅପାର ବିଳାପ ମନ ମଧ୍ୟରେ କରଇ ବୋଲେ ମୋ ଜୀବନ ଧିକ ଧିକ ଯାଉ ହୋଇ ଯେବେ ପୁଣ୍ୟ କର୍ମ କରିଥାନ୍ତି ପୂର୍ବ କାଳେ ଆଜି କି ଭୋଗନ୍ତି ଏହି ଦୁଃଖ ଏତେବେଳେ ପୂର୍ବ କାଳେ ଗୃହ ଜଞ୍ଜାଳରେ ମଜି ହୋଇ ଅନ୍ୟାୟ ମାର୍ଗରେ ସଦା ଚାଳିତ ଯେ ହୋଇ ପୁତ୍ର ଆଉ ଭାରି ଯାର ଭରଣ ପୋଷଣେ ଅନ୍ୟାୟ ଧନ ଅର୍ଜନ କରି ବହୁ କ୍ଷଣେ ପର କ୍ଷେତ୍ରେ ପର ଧନ ହରଣ କରିଲି ପରର ଜୀବିକା ନାଶ ଉପାୟରେ ଥିଲି କାମାନ୍ଧ ହୋଇଣ କଲି ପର ସ୍ତ୍ରୀ ହରଣ ଆବର କରିଲି ମହାପାପ ଆଚରଣ ପିତା ମାତାଙ୍କର ସେବା କେଭେ ନ କରିଲି ପରମ ପିତାଙ୍କୁ ମଧ୍ୟ ତହିଁ ନ ପୂଜିଲି ଅତିଥି ସତ୍କାର ଦିନେ ମାତ୍ର କନ କରି ସବୁବେଳେ ପାପ କର୍ମେ ହୋଇଲଇଁ ଘାରି ଯେତେ ପାପ କର୍ମ ମାନ କରିଥିଲି ମୁହିଁ ସକଳ ନରକ ମୋତେ ପ୍ରାପତ ହେଲହିଁ ଅସଂଖ୍ୟ ଯନ୍ତ୍ରଣା ଯମ ପୁରେ ଭୋଗ କରି ଯେତେ କ୍ଲେଶ ଭୋଗୀ ଅଛି କି କହିବି ଖୋଲି ନରକ ଯାତନା ପରେ ଯେତେ ଜୀବ ଅଛନ୍ତି ସକଳ ଯୋନିରେ ଭ୍ରମି ଅଛି ଦିବାରାତ୍ରି ସେ କଷଣ ମାନ କେତେ କହିବଇ ମୁଖ ସେ ଜରାୟୁରେ ପଡ଼ିଅଛି ମହାଦୁଃଖ ଗର୍ଭତାପ ଲାଗି ବାହ୍ୟ ଅଙ୍ଗ ଯାଏ ପୋଡ଼ି କେ ଭରସା ନାହିଁ ଏଥୁ ନେବା ପାଇଁ କାଢ଼ି ପାପ କର୍ମ କରି ପୋଷିଥିଲି ମୁଁ ଯାହାକୁ ସେ ସାହା ନୁହନ୍ତି ମୋତେ ଏଥୁ ତାରିବାକୁ ଯେଉଁ ପୁତ୍ର କଳତ୍ରରେ କରିଥିଲି ସ୍ନେହ ବର୍ତ୍ତମାନ ଭାବେ ସବୁ ଅଟେ ବୃଥାମୟ ସେମାନେ ଯେ ଯାହା ମାର୍ଗେ କରିଲେ ଗମନ ମୁଁ ହିଁ ଏକା ଏଥେ ପଡ଼ି ଭୋଗୁଛି କଷଣ
ଆହାରେ ଦଇବ ଦେହ ଗୁଣର କି ଦୁଃଖ, ପାପରୁ ଜନ୍ମ ହିଁ ଦେହ ଏକଥାଟି ମୁଖ୍ୟ। ଏଣୁ ପାପ କରିବାର ଉଚିତ ନୁହଁ, ପାପ କରି ଜରାୟୁରେ ପଡ଼ିଅଛି ମୁହିଁ। ଆନର ସମ୍ପଦ ଦେଖି ପୂର୍ବ ଜନମରେ, ସହି ନ ପାରି ମୁଁ ଦୁଃଖ ହୋଇଲି ମନରେ। କାୟ ମନ ବିଚାରରେ ମୁହିଁ ସେ କାଳର, ଅପରକୁ ପୀଡ଼ା ଦେଇଅଛି ଘୋରତର। ସେ ପାପ ଫଳକୁ ଏବେ ଭୋଗୁଛି କଷଣ, କିଏ ଆଉ ସୁଖ ଦେବ ମୋତେ ଯେ ଆଣିଣ। ଏମନ୍ତ କ୍ରନ୍ଦନ କରି ଗର୍ଭେ ଥିବା ଜୀବ, ଗର୍ଭୁ ବାହାରିବା ପାଇଁ ମନେ ଭାବେ ସର୍ବ। ପୁଣି ଆପଣା ମନରେ ଆଶ୍ୱାସ ଦିଅଇ, ଦିନେ ତ ଯିବଇ ନିଶ୍ଚେ ବାହାରକୁ ମୁହିଁ। ଏ ଜନମ ଆଉ ପାପ କର୍ମ ନ କରିବି, ସାଧୁମାନଙ୍କ ସେବାରେ ଦିନ କଟାଇବି। ସତ କରମ କରିବି ବିଶୁଦ୍ଧ ମନରେ, ସତ୍ୟାନନ୍ଦକୁ ଅର୍ଚ୍ଚନା କରିବି ବିଧିରେ। ସକଳରୁ ସିଏ ପୂଜା କରୁଛନ୍ତି ଯାକୁ, ଦିବସ ରଜନୀ ମୋହି ପୂଜିବି ତାହାଙ୍କୁ। ସୁରାସୁର ସିଦ୍ଧ ସାଧ୍ୟ ଋଷି ମୁନିଗଣ, ଯାହାଙ୍କୁ କରନ୍ତି ସମର୍ଚ୍ଚନା ପ୍ରତିଦିନ। ଧ୍ୟାନ କରି ସେ ପ୍ରଭୁଙ୍କୁ ହୃଦୟରେ ମୋହି, ସଂସାର ବନ୍ଧନୁ ଅତିକ୍ରମ କରିବଇ। ହରି ସେବା ବିନା ଦୁଃଖମୟ ସଂସାରରେ, ସକଳ କାମନା ବୃଥା ହୋଇଯାଏ ଖରେ। ଏଣୁ ଏ ଗର୍ଭରୁ ମୁଁ ହୋଇଲି ବହିର୍ଗତ, ବିଷ୍ଣୁଙ୍କୁ ପୂଜାରେ ସଦା ଢାଳି ଦେବି ଚିତ୍ତ। ସଂସାର ବର୍ଦ୍ଧନ ହେଲେ କରିବି ଛେଦନ, ଏ ଗର୍ଭ କଷଣ ଆଉ ନ ଭୋଗିବି ପୁଣ। ଏମନ୍ତେ ମନ ମଧ୍ୟରେ କରିଣ ବିଚାର, ପ୍ରସବ ସମୟ ଆସି ହୁଅଇ ଜୀବର। ସେ କାଳେ ଗର୍ଭସ୍ଥ ଜୀବ ବହୁ କଷ୍ଟ ଭୋଗେ, ମାତାକୁ ବହୁ ଯନ୍ତ୍ରଣା ଦିଏ ସେହି ସଙ୍ଗେ। ବହୁତ କଷଣ ପରେ ସେ ଯୋନି ମାର୍ଗରେ, ଖସି ପଡ଼ଇ ଗର୍ଭରୁ ଆସିଣ ମହୀରେ। ସଂଜ୍ଞାହୀନ ହୋଇ ସେହୁ ବସୁଧାରେ ପଡ଼େ, ପୂର୍ବ ସ୍ମୃତିମାନ ସବୁ ସେ ବେଳରେ ହୁଡ଼େ। ବାହାର ଜଗତ ସଙ୍ଗେ ହୋଇଲେ ମିଶ୍ରିତ, ଗର୍ଭସ୍ଥ ଜ୍ଞାନ ସକଳ ନର ହୋଇ ଚିତ୍ତ। ଅଜ୍ଞାନରୁ ବର୍ତ୍ତମାନ ଅବସ୍ଥାନ ଜାଣି, ଅପାର କଷଣ ପୁଣି ଭୋଗ କରେ ପ୍ରାଣୀ। ପାଳୁତ ଭାବକୁ ଆଶ୍ରା କରି ଅଜ୍ଞାନରେ, ଆପଣାର ମଳମୂତ୍ର ଘୋଳଇ ଶରୀରେ। ଆଧ୍ୟାତ୍ମିକ ଦୁଃଖେ ହୋଇ ଅପାର ପୀଡ଼ିତ, ସେ ଦୁଃଖ କହିବା ପାଇଁ ନୁହେଁ ମୁଁ ସମର୍ଥ। କ୍ଷୁଧା ତୃଷାଦିରେ ପୀଡ଼ା ପାଇ ପ୍ରତିଦିନ, ଅତ୍ୟନ୍ତ ଆତୁର ହୋଇ କରଇ କ୍ରନ୍ଦନ। ତା କାନ୍ଦ ଶୁଣିଲେ ମାତ ରୋଗ ବୋଲି ଜାଣି, ତକ୍ଷଣେ ପିଆଏ ନାନା ଔଷଧି ଆଣି। ତହିଁରେ ପୀଡ଼ିତ ହୋଇ କରିଲେ ରୋଦନ, କ୍ଷୁଧା ହେଲା ଭାବି ମାତା ଦିଏ ସ୍ତନ୍ୟପାନ। ଏହି ଭାବେ ପ୍ରତ୍ୟେକ କାର୍ଯ୍ୟରେ ସେ ବାଳକ, ପରାଧୀନ ହୋଇ ଦୁଃଖ ପାଏ ଅସଂଖ୍ୟକ। ମଶା ମାଛି କାମୁଡ଼ିଲେ ତାହା ନିବାରଣ, କରିବାକୁ ସକ୍ଷମ ସେ ନ ହୁଅଇ ଜାଣ। ଅପାର ମହତ କଷ୍ଟ ଅନୁଭବ କରେ, ଏହିପରି 5 ବର୍ଷ ଗତ ହେଲା ପରେ। ପିତା ମାତା ଉପାଧ୍ୟେୟ ମାନଙ୍କ ତାଡ଼ନା, ଆପଣା ଅଙ୍ଗରେ ସହ୍ୟ କରେ ଅକଳନା।
ନାନା ସ୍ଥାନରେ ସେ ବେଳେ ଭ୍ରମଣ କରଇ ପାଂସା ପଙ୍କ ଭସ୍ମାଦିରେ ପଶିଣ ଖେଳଇ କାହା ସଙ୍ଗେ କେତେବେଳେ କଳହ ଲାଗଇ ନାନାଦି ବ୍ୟାପାରେ ଅଙ୍ଗ କଷଣ ସହଇ ଏମନ୍ତ ଭାବରେ ବାଲ୍ୟ ଭାବ ହେଲେ ଗତ ଯୌବନ ଅବସ୍ଥା କ୍ରମେ ହୁଅଇ ପ୍ରାପତ ସେ କାଳରେ ଧନ ଉପାର୍ଜନ ଧନ ଠୁଳ କରିବା ପାଇଁ କି ଆଶା କରେ ସେ ପ୍ରବଳ ପୁଣି କେତେବେଳେ କାମ କ୍ରୋଧ ତାର ଚିତ୍ତ ଏମନ୍ତ ପ୍ରକାରେ ହୋଇଯାଏ ଯେ ଦୂଷିତ ସର୍ବଦା ଏପରି ଭାବ କରି ଆଚରଣ ପର ନାରୀ ପର ଧନ କରଇ ହରଣ ପର ନାରୀ ହରିବାକୁ କିବା ରାତ୍ର ଦିନ ମନରେ ନାନା ଉପାୟ କରଇ ରଚନ ପୁତ୍ର ମିତ୍ର କଳତ୍ରକ ଭରଣ ପୋଷଣେ ଉପାୟ ଚିନ୍ତା କରିଣ ଘୁରେ ରାତ୍ର ଦିନେ ତହିଁରେ ସେ ଯେତେ ଯେତେ କଷଣ ଲଭଇ ତାହା କହିବା ପାଇଁ କି ସମୟ ବା କାହିଁ ପୁତ୍ର ଭାର୍ଯ୍ୟାଦିର ଅଙ୍ଗେ ବ୍ୟାଧି ହେଲେ ଜାତ ସକଳ କର୍ମ କରିଣ ସେହୁ ପରିତ୍ୟକ୍ତ ରୋଗ ପୀଡ଼ିତ ପୁତ୍ରର ପାଖେ ପାଖେ ବସି ବହୁ ସେବା ଯତ୍ନ କରେ କାନ୍ଦି ଅହର୍ନିଶି ଆହା ଦଇବରେ ମତେ କଲୁ ଏତେ ସରି ଗୃହ କାର୍ଯ୍ୟ କୃଷି କର୍ମ ନ ପାରିଲି କରି ମୋ ଘରେ ଅଛନ୍ତି ବହୁତ ଯେ ପରିବାର କେମନ୍ତେ ଜୀବନ ଯାତ୍ରା ଚଳିବ ତାଙ୍କର ବସି ଖାଇବାକୁ ଘରେ ନାହିଁ ମୂଳଧନ ଯଥା ସମୟରେ ବୃଷ୍ଟି କରୁନାହିଁ ଘନ ଅସଟା ମୋହର କେଉଁ ଆଡ଼େ ଅଛି ଯାଇ ଏପର୍ଯ୍ୟନ୍ତେ ନ ଆସିଲେ ଗାଭିଏ କିମ୍ପାଇଁ ସନ୍ତାନ ଗୁଡ଼ିକ ମୋର ଅତି ପିଲା ପିଲା ଘରେ ସେ ନାହାନ୍ତି କିଏ କେଉଁ ଆଡ଼େ ଗଲା ନିଜେ ବ୍ୟାଧିଗ୍ରସ୍ତ ହୋଇ ବସିଅଛି ମୁହିଁ ଧନ ଧାନ୍ୟ ସମ୍ପଦ ମୋ ଘରେ କିଛି ନାହିଁ ଭଲେ ଦେଖି ନ ପାରିବ ହେତୁ ବାରମ୍ବାର କୃଷି କାର୍ଯ୍ୟ ଯାକ ନଷ୍ଟ ହୋଇଲାଣି ମୋର ଖାଇବାକୁ ନ ପାଇଲେ ପିଲାଏ କାନ୍ଦିବେ ଗୃହଟି ତ ଭଗ୍ନ ହୋଇଲାଣି ଠାବେ ଠାବେ ସୁଦୂର ଦେଶକୁ ଯାଇଛନ୍ତି ବନ୍ଧୁଗଣ ଜୀବନ ଉପାୟ ମୋର ନାହିଁ କିଛି ପୁଣ ତହିଁରେ ହୋଇଛି ରାଜ ପୀଡ଼ା ଭୟାନକ ଏଣେ ଅପକାର କରୁଛନ୍ତି ଶତ୍ରୁ ଯାକ କାର୍ଯ୍ୟରେ ଅକ୍ଷମ ହୋଇ ରହିଛି ତ ମୁହିଁ କି ରୂପେ ତାହାକୁ ଜୟ କରିପାରିବଇ କେ ଅତିଥି ଆସି ବସିଛନ୍ତି ମୋର ଦ୍ୱାରେ ଅଭ୍ୟର୍ଥନା କରିବି ମୁଁ ତାଙ୍କୁ କି ପ୍ରକାରେ ଏହିପରି ସନ୍ତତରେ ଚିନ୍ତାକୁଳ ହୋଇ ନିଜ ଦୁଃଖ ନିବାରଣ କରି ନ ପାରଇ ଧିକାର କରିଣ ନିଜକୁ ସେ ସତ ସତ ପୁଣି ବିଧାତାକୁ ନିନ୍ଦା କରଇ ବହୁତ ବୋଲେ ଆହା ଦଇବରେ କିମ୍ପାଏ ଜଗତେ ଭାଗ୍ୟହୀନା କରି ଜନ୍ମ ଦେଇଅଛୁ ମୋତେ ଏପରି ଯୌବନାବସ୍ଥା ହୋଇଯାନ୍ତା ଶେଷ ବାର୍ଦ୍ଧକ୍ୟ ଅବସ୍ଥା ଆସି ହୁଅଇ ପ୍ରବେଶ ସେ କାଳରେ ଜରା ଗ୍ରାସ କରେ ଶରୀରକୁ ସମର୍ଥ ନୁହଁ କାର୍ଯ୍ୟ ଚଳାଇ ନେବାକୁ ରୋଗ ବ୍ୟାଧି ଧୈର୍ଯ୍ୟହୀନ ଅନ୍ଧତ୍ୱ ପ୍ରବୃତ୍ତି କ୍ରମରେ ଦେହକୁ ଆକ୍ରମଣ କରନ୍ତି ଅନବରତରେ ଅଙ୍ଗ ହୁଅଇ କମ୍ପିତ ଶ୍ୱାସକାଶ ଆଦି ନାନା ପୀଡ଼ା ହୁଏ ଜାତ ଶ୍ଲେଷ୍ମାଜାତ ହୋଇ ରୁଦ୍ଧେ କଣ୍ଠର ନାଳକୁ ସମର୍ଥ ନୁହଁ ଭଲେ କଥା କହିବାକୁ
एपरि अवस्था तार देखि साक्षातरे पुत्र भार्या आदि करी जे बाथांती घरे सेमाने करंती नीति नानादि भर्सना तेणु से करई दुख भोग कलना दुखरे पीड़ित होई केबे मृत्यु मोर हेब बोली मने मने भावे निरंतर पुणी मने विचारई मरी गले मुही मोर गृह क्षेत्र धन जेतक छई ता सबु किपरि रक्षा करिबे मो पुत्रे किय बा पड़िब सेहु अन्य काहा हस्ते किबा अपहृत करी अन्य केही जन घेनी पळाइब मोर अछि जेते धन ताहेले मो पुत्र माने बंचिबे किपरि मु ताहांकु पाळिथिली अति जत्न करी जाहांकु पासरु क्षणे करी नाही दूर मोन्ते किपरि दशा घटिब तांकर एपरि ममता दुखे परिप्लुत होई दीर्घ निश्वास को परित्याग से करई पुणी जाहा विचारई करे अभा जाहा पासोरी दियई पर क्षण को जेताहा पुनः पुनः करी मने विचारिले जेते से क्षणी पासोर जाए नर होई चित्ते एथु अंते मृत्यु काल हुअन्ते निकट व्याधिरे पीड़ित होई जाए घोर कष्ट व्याधिरे पीड़ित होई पाए घोर कष्ट आंतरिक दुख अनुभव करे जेते ता प्रकाश करी अबा कहिबी मु केते क्षुधारे तुषारे होई अत्यंत व्याकुल बोलई के अछ मते दिय मंदे जल एपरि थर कुथर अतिहीन भावे मागिले ताहार घरे थांती जे कुटुंबे सेमाने शुणिले से कथा को केही केही बोलंती तोहर अंगे जोर अछि होई जोर होइथिबा रोगी पक्षे जलपान करिबा उचित नुहे शास्त्रर विधान रोगी जलपान कले अनिष्ट हुई व्याधि अल्प थिला बेळु बेळ जे बढई एमंत बोलिण जल न नियन्ते केही से कथा को जानी वृद्ध व्यथित हुई आहा आहा बोली दुख करे रात्र दिन तेणु क्रमे चैतन्य हरई ता जान आपणा हस्त पाद को उठाई न पारे वचन कही न पारे से अति कष्टरे से कालरे तार चौपाशे बंधुगण बेढ़ी रोदन करती हईण कारुण्य आपणा मन मध्यरे करई विचार जेते धन अर्जी मुहि रखी अछि घर मोह अन्ते से समस्त के भोग करिब एही परकारे मने भाबु भाबु जीव कंठ तालुका ताहार जाए बंद होई शरीर मध्यरु प्राण जाए पड़ी आई एही समय रे जम दूत माने आसी रजुरे बांधती आंटे से वृद्ध को कसी जमपुर मध्य नहीं पहुँचाई दियंती आवर पार कष्ट ताहाकु दियंती एही परि गतागत प्राणी मानकर प्रकाश करी कहुछि तुम्भ अग्रतर तापितव्य कति ए संसार दावा नळे ज्ञानाभ्यास करुथाए पड़ी से आकुले ज्ञान उदे हेले मुक्ति मिलिब निश्चय ज्ञान अटे मुक्तिर प्रथम उपाय जेउ माने ज्ञानहीन गणु बोली ताकू निश्चय जानी थाओ एहा कहिली तुम्भंकु ए संसार मोक्ष लाभ करिबाकु जार
इच्छा थिब ज्ञानाभ्यास करिब से नर ए संसारे नर जन्म दुर्लभ अटई मानव शरीर सब कर्म साध्य होई कर्म साधने मानव जन्म पाई करी हरिंकी न भजे सदा जेउ दुराचारी ताहा ठारू पापी आउ के अछि जगते मनरे भाविले जणा जाऊ नाही मोते आहे मुनि गण माने चित्ते भावी देख एहा ठारू बळी आउ रहिछि कि दुख सकल ब्रह्मांड नाथ थाउ थाउ पासे काहि पाई एते दुख भोगंती मनुष्य देखि जेउ शरीररु मलमूत्र रेत शुणितादि हेउछि सर्वदा क्षरित क्षण भंगुर मात्रक अटई जे देह ताकू नित्य बोली जेहु करिथांती स्नेह इह पर काले तांकु न मिले सुगति मोह बसे सदा सेहु अंध होई थांती विष्णुंक चरण सेवा जेहु न करई संसारे ताठारु बड़ पापी केही नाही श्रीहरि ध्यान रे रत होइले चंडाल महासुख लाभ करे वैकुंठे आळ मनुष्य की मूर्ख नुहे देख साक्षात रे आपणा देह की अटे मने न विचारे जे बण शरीरु मल मूत्र विनिर्गत होइछि ता देखि पुणी नहे उद्वेगित अत्यंत दुर्लभ अटे मनुष्य जन्म ता पाइबा इच्छा करुथांती सर्वदेव ए कारण जेउ जीव से देह को पाई परलोक निमित्त रे जत्न करुथाई से अटई विचक्षण कार्य जे ताहार तहिरु होई भव पासरु उद्धार जे अध्यात्मा ध्यान परायण होई नीति हरि पूजा सेवा कार्य युक्त करे मति ताहार पुनरावृत्ति नुह संसारे परम स्थान को पाई बसे निश्चिंत रे जाहांक ठारु ए विश्व होइछि उत्पन्न चैतन्य स्वरूप अटंती से भगवान पुणी ए संसार लीन हुई जाठारे से मोक्ष करण पुणी सकल प्रखरे निर्गुण होई जे गुणवान बोलावंती से प्रभु को आश्रा कले मिले मोक्ष गति बहुत कहिबी तुम्भ आगे किस मोही हरिंकी अर्चना कले मुक्त हुए देही हरि पूजा फले संसारर मुक्ति लाभ हुई जा अटे देव गण को दुर्लभ सेही गति मुक्ति दाता हरिंक चरणे मन रखी दिनहीन क्षेत्रवासी भणे इति श्री बृहत् नारद पुराणे संसार विषय वर्णनम नाम 30 अध्याय।